আচ্ছা উৎকଳ স্কিল সেଣ୍ଟରର ସବୁ ଛାତ୍ରଛାତ୍ରୀମାନଙ୍କୁ ଆଜିର ଏହି ଏକ୍ସପ୍ଲେନରକୁ ସ୍ୱାଗତ। ଆଜି ଆମେ ଏମିତି ଏକ ବିଷୟ ଉପରେ କଥା ହେବା ଯାହା ବହୁତ ଖାସ୍। ଷଷ୍ଠ ଶ୍ରେଣୀର ପାଠ୍ୟକ୍ରମରେ ଥିବା ବର୍ଣ୍ଣ ପରିଚୟ। ଜାଣିଛନ୍ତି ସଂସ୍କୃତ କେବଳ ଗୋଟେ ଭାଷା ନୁହେଁ, ଏହା ଏକ ପୂରାପୂରି ନିଖୁଣ ଗାଣିତିକ ଧ୍ୱନି ବିଜ୍ଞାନ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏହାର ସଂରଚନା ଏତେ ଉନ୍ନତ ଯେ ଆଜିକାଲିର କମ୍ପ୍ୟୁଟର ସାଇନ୍ସ ଆଉ ଏଆଇ ପାଇଁ ମଧ୍ୟ ଏହାକୁ ଏକ ଆଦର୍ଶ ଭାଷା ବୋଲି କୁହାଯାଉଛି। ତେଣୁ ଆମର ଏହି ପ୍ରାଚୀନ ଭାଷାର ମୂଳଦୁଆକୁ ବୁଝିବା ସତରେ ବହୁତ ରୋମାଞ୍ଚକର ହେବ ନିଶ୍ଚୟ। ତେବେ ଆଜି ଆମେ କ'ଣ କ'ଣ ଦେଖିବା? ପ୍ରଥମେ ବର୍ଣ୍ଣମାଳାର ଏକ ଓଭରଭ୍ୟୁ ବା ସମୀକ୍ଷା, ତାପରେ ସ୍ୱରାହା ବା ସଂସ୍କୃତ ସ୍ୱରବର୍ଣ୍ଣ, ତୃତୀୟରେ ବ୍ୟଞ୍ଜନାନୀ ବା ବ୍ୟଞ୍ଜନବର୍ଣ୍ଣ ପରିବାର, ଚତୁର୍ଥରେ ମାତ୍ରା ମାଧ୍ୟମରେ ଧ୍ୱନିର ସଂଯୋଗ, ଆଉ ଶେଷରେ ପ୍ରାଥମିକ ସଂସ୍କୃତ ଶବ୍ଦାବଳୀ ଗଠନ। ବାସ୍ ଏହି ଷ୍ଟେପ୍ ବାଇ ଷ୍ଟେପ୍ ଯାତ୍ରା ଆମେ ଆରମ୍ଭ କରିବା। ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଷୟ, ବର୍ଣ୍ଣମାଳାର ସମୀକ୍ଷା। ଦେଖନ୍ତୁ, ଯେମିତି ଗୋଟେ ବଡ଼ କୋଠା ତିଆରି କରିବାକୁ ହେଲେ ଇଟା ଦରକାର, ଠିକ୍ ସେମିତି ଭାଷା ପାଇଁ ବର୍ଣ୍ଣଗୁଡ଼ିକ ହେଉଛି ମୂଳଦୁଆ। ବର୍ଣ୍ଣ ପରିଚୟର ସିଧାସଳଖ ଅର୍ଥ ହେଉଛି ଅକ୍ଷରଗୁଡ଼ିକ ସହିତ ପରିଚିତ ହେବା। ଆଉ ଗୋଟେ କଥା, ଏହା କେବଳ କିଛି ଗାର କିମ୍ବା ଚିହ୍ନ ନୁହେଁ, ହେଲା, ପ୍ରତ୍ୟେକ ବର୍ଣ୍ଣ ପଛରେ ଗୋଟେ ଖାସ୍ ବୈଜ୍ଞାନିକ ଧ୍ୱନି ଲୁଚି ରହିଛି। ଇଂରାଜୀରେ କେମିତି ଗୋଟେ ଅକ୍ଷରର ଅଲଗା ଅଲଗା ଧ୍ୱନି ଥାଏ, କିନ୍ତୁ ସଂସ୍କୃତରେ ସେମିତି ଆଦୌ ନାହିଁ। ଏଠି ସବୁକିଛି ପୁରା ସ୍ପଷ୍ଟ ଆଉ ନିର୍ଦ୍ଦିଷ୍ଟ। ଏଠି ଟିକେ ଦେଖନ୍ତୁ, ଏହି ପ୍ରାଚୀନ ପତ୍ରିକା ଶୈଳୀର ଚିତ୍ରଟି କେତେ ସୁନ୍ଦର ଭାବେ ସମ୍ପୂର୍ଣ୍ଣ ବର୍ଣ୍ଣମାଳାକୁ ସଜାଇ ରଖିଛି। ଟିକେ ଧ୍ୟାନ ଦେଇ ଦେଖିବେ, ଏହାର ଉପର ଭାଗରେ ସ୍ୱାଧୀନ ସ୍ୱରବର୍ଣ୍ଣଗୁଡ଼ିକୁ ରଖାଯାଇଛି, ଆଉ ତଳ ଭାଗରେ ବହୁତ ଶୃଙ୍ଖଳିତ ଭାବରେ ବ୍ୟଞ୍ଜନବର୍ଣ୍ଣଗୁଡ଼ିକୁ ସ୍ଥାନ ଦିଆଯାଇଛି। ଏହି ଗୋଟିଏ ବ୍ଲୁ ପ୍ରିଣ୍ଟକୁ ଦେଖିଲେ ହିଁ ଜାଣିହେବ ଯେ ଏ ଭାଷାର ବ୍ୟାପକତା କେତେ ଅଧିକ। ଏବେ ଆମେ ଆଗେଇବା ଆମର ଦ୍ୱିତୀୟ ଭାଗକୁ, ସ୍ୱର ଅର୍ଥାତ୍ ସଂସ୍କୃତ ସ୍ୱରବର୍ଣ୍ଣ। ଏହି ସ୍ୱରବର୍ଣ୍ଣଗୁଡ଼ିକୁ ଭାଷାର ଆତ୍ମା ବୋଲି କୁହାଯାଏ, ବୁଝିଲେ ତ? ଏଠି ସବୁଠୁ ଇଣ୍ଟରେଷ୍ଟିଂ କଥା ହେଉଛି, ଏହି ସ୍ୱରଗୁଡ଼ିକୁ ବହୁତ ସାଇଣ୍ଟିଫିକ୍ ଭାବରେ ସେମାନଙ୍କର ଉଚ୍ଚାରଣ ସମୟ ଅନୁଯାୟୀ ବିଭକ୍ତ କରାଯାଇଛି। ଯେଉଁ ଧ୍ୱନି ପାଇଁ କମ୍ ସମୟ ଲାଗେ ତାହା ହେଉଛି ହ୍ରସ୍ୱ, ଯେମିତିକି ଅ, ଆଉ ଯେଉଁଥିରେ ଅଧିକ ସମୟ ଲାଗେ ତାହା ଦୀର୍ଘ, ଯେମିତିକି ଆ। ଭାବନ୍ତୁ ଥରେ, କେବଳ ନିଶ୍ୱାସର ମାତ୍ରାକୁ ମାପି ପ୍ରାଚୀନ କାଳରେ କେତେ ନିଖୁଣ ବିଭାଜନ କରାଯାଇଥିଲା। ନିଜେ ଥରେ ଉଚ୍ଚାରଣ କରି ଦେଖନ୍ତୁ, ପାର୍ଥକ୍ୟଟା ଆପେ ଆପେ ବୁଝିପାରିବେ। ଆଉ ଏବେ ଏହି ଉଦାହରଣଗୁଡ଼ିକ ଦେଖନ୍ତୁ। ଧ୍ୱନିକୁ ଏକ ବାସ୍ତବ ଚିତ୍ର ସହିତ ଯୋଡ଼ିଦେଲେ ମନେ ରଖିବା କେତେ ସହଜ ହୋଇଯାଏ। ଯେମିତିକି ହ୍ରସ୍ୱ ଅ ଧ୍ୱନିକୁ ଆମେ ଅଧରଃ ଅର୍ଥାତ୍ ଓଠ ସହିତ ଯୋଡ଼ିପାରିବା, ଆଉ ଦୀର୍ଘ ଆ ଧ୍ୱନିକୁ ଆପଣଃ ଅର୍ଥାତ୍ ଦୋକାନ ସହିତ ଯୋଡ଼ି ହେବ। ଚିତ୍ର ଆଉ ଧ୍ୱନିର ଏହି କନେକ୍ସନ୍ ଦ୍ୱାରା ଶବ୍ଦଗୁଡ଼ିକ ଆମ ମୁଣ୍ଡରେ ପୁରା ଫିକ୍ସ ହୋଇଯାଏ, ଆଉ ପଢ଼ିବା ବି ଟିକେ ମଜାଦାର ଲାଗେ। ସ୍ୱାଧୀନ ଧ୍ୱନି ବିଷୟରେ ଜାଣିବା ପରେ ଏବେ ଆସିବା ବର୍ଣ୍ଣମାଳାର ଶରୀର ପାଖକୁ, ଯାହା ହେଉଛି ଆମର ତୃତୀୟ ବିଷୟ, ବ୍ୟଞ୍ଜନାନୀ ବା ବ୍ୟଞ୍ଜନ ବର୍ଣ୍ଣ ପରିବାର। ଏହି ଟେବୁଲଟା ପ୍ରକୃତରେ ଗୋଟେ ମାଷ୍ଟରପିସ୍। ସଂସ୍କୃତରେ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକୁ କେମିତି ସୁନ୍ଦର ଭାବରେ ନିର୍ଦ୍ଦିଷ୍ଟ ପରିବାର ବା ବର୍ଗରେ ସଜାଯାଇଛି ଦେଖନ୍ତୁ। ଆମେ କଥା କହିଲାବେଳେ ବାୟୁ ପାଟିର କେଉଁ ଅଂଶକୁ ଛୁଉଁଛି, ପୂରାପୂରି ତା ଉପରେ ବେଶ କରି ଏହି ବର୍ଗୀକରଣ ହୋଇଛି। ଯେମିତିକି କ ବର୍ଗର ଅକ୍ଷରଗୁଡ଼ିକ ସିଧା ଗଳାରୁ ବାହାରେ, ଆଉ ଚ ବର୍ଗର ଅକ୍ଷରଗୁଡ଼ିକ ପାଟିର ତାଳୁ ଅଂଶକୁ ସ୍ପର୍ଶ କରି ସୃଷ୍ଟି ହୁଏ। ଏହା ଖାଲି ଗୋଟେ ଲିଷ୍ଟ ନୁହେଁ, ମଣିଷ ଶରୀରର ଶବ୍ଦ ବିଜ୍ଞାନ ଉପରେ ଆଧାରିତ ଏକ ଚମତ୍କାର ବ୍ୟବସ୍ଥା। ଖାଲି ଅକ୍ଷର ଘୋଷିବା ଅପେକ୍ଷା ଏମିତି ଚିତ୍ର ଦେଖି ଶିଖିବାର ମଜା ହିଁ ଅଲଗା, ଠିକ୍ କି ନୁହେଁ? ଏଠାରେ ଦେଖନ୍ତୁ କେମିତି ଶଶକଃ ବା ଠେକୁଆ ଆଉ ସରଟଃ ଅର୍ଥାତ୍ ଏଣ୍ଡୁଆକୁ ବଢ଼ିଆ ଚିତ୍ର ଦେଇ ବୁଝାଯାଇଛି। ଆଉ ଗୋଟେ ହେଲା କମଠଃ ମାନେ କାଇଁଛ। ଆମ ଚାରିପାଖରେ ଥିବା ଜିନିଷଗୁଡ଼ିକୁ ଏହି ମୂଳ ବ୍ୟଞ୍ଜନବର୍ଣ୍ଣ ସହିତ ଯୋଡ଼ିଦେଲେ ଶବ୍ଦଗୁଡ଼ିକ ଚୁଟକିରେ ମନେ ରହିଯାଏ। ଚାଲନ୍ତୁ ଏବେ ଆମର ଚତୁର୍ଥ ପର୍ଯ୍ୟାୟକୁ ଯିବା, ମାତ୍ରା ବା ଧ୍ୱନିର ସଂଯୋଗ, ଦେଖିବା କେମିତି ଏହା କାମ କରେ। ବର୍ତ୍ତମାନ ଭାଷାର ଆତ୍ମା ଆଉ ଶରୀରକୁ ମିଶାଇ ଗୋଟେ ନୂଆ ରୂପ ଦେବାର ଲଜିକ୍ ବୁଝିବା। ଏହା ପ୍ରାୟ ଗୋଟେ ମ୍ୟାଥ୍ ଫର୍ମୁଲା ଭଳିଆ। ସଂସ୍କୃତର ନିୟମ ଅନୁସାରେ ଯେତେବେଳେ ଗୋଟେ ସ୍ୱରବର୍ଣ୍ଣ ଯାଇ ବ୍ୟଞ୍ଜନବର୍ଣ୍ଣ ସହ ମିଶେ, ସେତେବେଳେ ସେହି ସ୍ୱରବର୍ଣ୍ଣ ନିଜର ମୂଳ ରୂପ ବଦଳାଇ ଦିଏ, ଆଉ ଗୋଟେ ଛୋଟ ଚିହ୍ନ ପାଲଟିଯାଏ। ଏହାକୁ ଆମେ ମାତ୍ରା କହୁଁ। ଏହି ଛୋଟ ଚିହ୍ନଟି ହିଁ ବ୍ୟଞ୍ଜନକୁ ନୂଆ ସ୍ୱର ଦିଏ ଆଉ ନୂଆ ଶବ୍ଦ ତିଆରି କରେ। ଏହି ଗ୍ରିଡ୍ଟିକୁ ଗୋଟେ ଚିଟ୍ ସିଟ୍ ବୋଲି ଭାବିପାରିବେ। ଏହା ସଫା ଦେଖାଉଛି ଯେ ମୂଳ ଅକ୍ଷର କରେ ସ୍ୱରବର୍ଣ୍ଣର ମାତ୍ରା ଯୋଡ଼ିଦେଲେ ତାହା କେମିତି ସହଜରେ କା, କି କିମ୍ବା କୁ ପାଲଟିଯାଏ। ଥରେ ମାତ୍ର ଏହି ଢାଞ୍ଚାକୁ ମୁଣ୍ଡରେ ପୂରାଇଦେଲେ ସମ୍ପୂର୍ଣ୍ଣ ସଂସ୍କୃତ ଭାଷା ପଢ଼ିବା ପୁରା ପାଣି ଭଳିଆ ସହଜ ହୋଇଯିବ। ହଁ, ଆଉ ଗୋଟେ ଖାସ୍ କଥା, ଅକ୍ଷର ଶେଷରେ ବେଳେବେଳେ କିଛି ସ୍ୱତନ୍ତ୍ର ବିନ୍ଦୁ ଯୋଗ କରାଯାଏ, ଯାହାକୁ ଅୟୋଗ୍ୟବାହ କୁହାଯାଏ। ଯେମିତି ଖରେ ଥିବା ବିସର୍ଗ ଏବଂ କଂରେ ଥିବା ଅନୁସ୍ୱାର। ଏହି ବିନ୍ଦୁଗୁଡ଼ିକ କ'ଣ କରନ୍ତି ଜାଣିଛନ୍ତି?
ଏମାନେ ଶବ୍ଦକୁ ଗୋଟେ ଗମ୍ଭୀର ଏବଂ ପ୍ରତିଧ୍ୱନିତ ସ୍ୱର ଦିଅନ୍ତି। ଏହି ଧ୍ୱନି ଯୋଗୁଁ ହିଁ ସଂସ୍କୃତ ଶୁଣିବାକୁ ଏତେ ମଧୁର ଏବଂ ଆଧ୍ୟାତ୍ମିକ ଲାଗେ। ଏବେ ଶେଷ ଆଉ ସବୁଠୁ ମଜାଦାର ଭାଗ, ପ୍ରାଥମିକ ସଂସ୍କୃତ ଶବ୍ଦାବଳୀ ଗଠନ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯାହା ସବୁ ମୂଳଦୁଆ ଶିଖିଲେ, ଏବେ ତାକୁ ଏକାଠି କରି ପ୍ରକୃତ ଶବ୍ଦ ତିଆରି କରିବା। ଏହି ସୁନ୍ଦର ରଙ୍ଗୀନ ଚିତ୍ରଗୁଡ଼ିକୁ ଟିକେ ଦେଖନ୍ତୁ। ଉତ୍କଳ ସ୍କିଲ୍ ସେଣ୍ଟରର ଛାତ୍ରଛାତ୍ରୀମାନେ ଆପଣମାନେ ଏହାକୁ ଦେଖି ବହୁତ କନଫିଡେନ୍ସର ସହ ଉଚ୍ଚାରଣ କରିପାରିବେ। ଦେଖନ୍ତୁ କେମିତି ପଦ୍ମଫୁଲକୁ କମଲମ୍ ଆଉ କୁକୁରକୁ ଶୁନକଃ ଭଳି ଶବ୍ଦରେ ଲେଖାଯାଇଛି ଆଉ ଚିତ୍ର ସହ ବୁଝାଯାଇଛି। ଏହି ତୁଳନାଟା ଟିକେ ଧ୍ୟାନ ଦେଇ ଦେଖନ୍ତୁ। ଥରେ ସରଳ ଅକ୍ଷର ଆଉ ମାତ୍ରାକୁ ଠିକ୍ ଭାବରେ ବୁଝିନେଲେ ଯେତେ କଷ୍ଟକର ଯୁକ୍ତାକ୍ଷର ହେଉନା କାହିଁକି ତାକୁ ପଢ଼ିବା ପୁରା ସହଜ ହୋଇଯାଏ। ଏହା ପୁରାପୁରି ଗୋଟେ ପଜଲ୍ ସଲ୍ଭ କଲା ଭଳିଆ କଥା। ଛୋଟ ଛୋଟ ଧ୍ୱନି ମିଶି କେମିତି ଗୋଟେ ବଡ଼ ଅର୍ଥପୂର୍ଣ୍ଣ ଶବ୍ଦ ତିଆରି ହେଉଛି, ସତରେ ଏହା ଗୋଟେ ଯାଦୁ। ଏବେ ଦେଖନ୍ତୁ, କିଛି ସମୟ ପୂର୍ବରୁ ଆମେ ଯେଉଁ ସରଳ ଅକ୍ଷର ସଂଯୋଗ ଶିଖିଥିଲୁ, ସେହି ସମାନ ଫର୍ମୁଲା ବ୍ୟବହାର କରି ବିଦ୍ୟାଳୟ ବା ପଦ୍ମମ୍ ପରି ବଡ଼ ବଡ଼ ଯୁକ୍ତାକ୍ଷର ଶବ୍ଦ ତିଆରି ହୋଇଛି। ତେଣୁ ବଡ଼ ଶବ୍ଦ ଦେଖି ଡରିବାର କୌଣସି କାରଣ ନାହିଁ, କାରଣ ସବୁକିଛି ସେହି ମୂଳ ବର୍ଣ୍ଣମାଳା ଆଉ ତାର ଲଜିକାଲ ସଂଯୋଗ ଉପରେ ହିଁ ଛିଡ଼ା ହୋଇଛି। ଆଚ୍ଛା, ଆମର ଏଇ ଏକ୍ସପ୍ଲେନରକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଗୋଟେ ଛୋଟିଆ ଟେଷ୍ଟ କରିନେବା। ସଂସ୍କୃତ ତ ଖାଲି ପଢ଼ିବା ପାଇଁ ନୁହେଁ, କଥାବାର୍ତ୍ତାରେ ବ୍ୟବହାର କରିବା ପାଇଁ ବି। ତେବେ କୁହନ୍ତୁ ଦେଖି, ସଂସ୍କୃତରେ ଆଜିର ଦିନକୁ ବୁଝାଇବା ପାଇଁ କେଉଁ ଶବ୍ଦଟି ଠିକ୍ ହେବ? ଅଦ୍ୟ ଅଦ୍ୟ, ଶ୍ୱଃ ଶ୍ୱଃ ନା ପରଶ୍ୱ ପରଶ୍ୱଃ? ଟିକେ ଭାବନ୍ତୁ। ହଜାର ହଜାର ବର୍ଷ ତଳେ ତିଆରି ହୋଇଥିବା ଗୋଟେ ଧ୍ୱନି ବିଜ୍ଞାନ ଆଜିର ଦିନରେ ବି କେତେ ପ୍ରାସଙ୍ଗିକ ଏବଂ ଜୀବନ୍ତ, ନୁହେଁ କି? ଆଶା କରୁଛି ବର୍ଣ୍ଣ ପରିଚୟର ଏହି ସୁନ୍ଦର ଯାତ୍ରା ଆପଣମାନଙ୍କ ପାଇଁ ବହୁତ ମଜେଦାର ଏବଂ ଶିକ୍ଷଣୀୟ ହୋଇଥିବ।